କାଲି 10টাରେ ଆସିଥିଲେ ଦହିବରା ବାଲା ଜଣେ ଗାଁକୁ ଆସିଥିଲେ ଆଉ ଛୁଆମାନେ ସବୁ ଖାଇଲେ ଛୁଆମାନେ ଖୁସିରେ ମୋତେ ଦେଲେ ଟିକେ ମୁଁ ଖାଇ ଦେଇଥିଲି ଛୁଆଙ୍କ କତିରେ। ଆଉ ରାତି ବି 12ଟା ଖଣ୍ଡେ ଯେତେବେଳେ ହେଇଛି ଜ୍ୱର ହେଲା ମୁଣ୍ଡ ବୁଲେଇଲା ଆଉ ଦେହ ହାତ ବିନ୍ଧା ହେଲା ଦେହ ହାତ ଥରିଲା ଏମିତି ସବୁ ହେଲା ଆଉ ବାନ୍ତି ହେଲା। ଆପଣ ପରିବାରରେ କେତେ ଜଣ ଖାଇଥିଲେ କେତେ ଜଣ ଅସୁସ୍ଥ ଅଛନ୍ତି? ଆମ ପରିବାର 4 ଜଣ 5 ଜଣ ଖାଇଥିଲେ। ସମସ୍ତେ ଅସୁସ୍ଥ ଅଛନ୍ତି? ଆଜ୍ଞା ଦହିବରା ଖାଇଥିଲି 10:30 ବେଳେ। ତାପରେ ରାତି 4ଟା 4:30 ବେଳେ ଯୋଉ ବାନ୍ତି ଝାଡ଼ା ହେଲା। ତାପରେ ସକାଳୁ ଆସି ମେଡିକାଲ ଅଛି। ଦହିବରା କୋଉ ଜାଗାରେ ଖାଇଥିଲ? ଘର ପାଖରେ ସେ ବିକା ବାଲା ହେଇଥିଲା। କେତେ ଜଣ ଆସିଛ ମେଡିକାଲକୁ ତମେ? ମେଡିକାଲକୁ ଆଇଛୁ 5-6 ଜଣ ଭଳି ଆଇଛୁ। ଦହିବରା ଆଉ ରୁଟି ସକାଳ 10ଟା ଭିତରେ ଖାଇଥିଲି। ଖାଇସାରିଲା ପରେ ଗାଧୁଆ ବେଳକୁ ଫେର ମୁଁ ଖାଇସାରିକି ଦୋକାନକୁ ଗଲି। ଭାତ ଯାହା ତରକାରୀ ଫରକାରୀ ସବୁ ଖାଇଦେଇ ଗଲି ଦୋକାନକୁ। ଦୋକାନରେ ପହଞ୍ଚିବା 1.5 ଘଣ୍ଟା 4ଟା ସମୟରେ ପେଟଟା ଟିକେ କାଟିଦେଲା। ପେଟ ଯଦି କାଟିଦେଲା ସାନ ଭାଇ ଥିଲା ମୁଁ ତାକୁ କହିଲି ବାବୁ ମୁଁ ଟିକେ ଆସୁଛି ଘରୁ। ଆଉ ଆସିକି ଝାଡ଼ା ଗଲି ପୁରା ପତଳା ଝାଡ଼ା ହେଲା। ପୁରା ପତଳା ଝାଡ଼ା ହେଲା ତାପରେ ତା ଅଧଘଣ୍ଟା 15 ମିନିଟ୍ରେ ଝାଡ଼ା ଗଲା। ମୁଁ ପେଟ ପାଣି କରି ପକେଇଲି। ପେଟ ପାଣି କରିକି ଆମ ପୁଅ ଓଟୁ ଥିଲା ଗୋଟେ ଦେଲା ଆଉ ତାକୁ ଖାଇଥିଲି। ତାପରେ ତ ପେଟ ଯନ୍ତ୍ରଣା ପ୍ରବଳ ହେଲା ଆଉ ମୁଣ୍ଡଟା ଭାରି ଲାଗି ମୁଣ୍ଡ ପ୍ରବଳ ଯନ୍ତ୍ରଣା ହେଲା ଆଉ ସକାଳୁ ପୁଅ ନେଇ ଆସିଲା ମେଡ଼ିକାଲକୁ। ଏବେ କେମିତି ଅନୁଭବ କରୁଛନ୍ତି? ଏବେ ଭଲ। ପ୍ରଥମେ ରାତିରେ ଆସିଥିଲେ 3 ଜଣ ସେମାନେ ଷ୍ଟେବୁଲ୍ ଅଛନ୍ତି। ସେମାନେ ଘରକୁ କହିଲେ ଆମେ ଭଲ ଲାଗୁଛି ସେମାନେ ପଳେଇଲେ ସେମାନେ ଅଛନ୍ତି। ତାପରେ ଆମର ଏବେ ଅଛନ୍ତି ବେଡ଼୍ରେ 6 ଜଣ ଅଛନ୍ତି ଆଉ ରେଫର୍ ହେଇଛନ୍ତି 6 ଜଣ। ତାପରେ ଏବେ ପୁଣି 6 ଜଣ ରେଫର୍ ହେଇଛନ୍ତି ଆଉ ସମସ୍ତେ ଷ୍ଟେବୁଲ୍ ଅଛନ୍ତି। ସେଇଟା ସେଇପଟେ ବି ସାର୍ ଦେଖୁଛନ୍ତି ମୁଁ ବି ଦେଖୁଛି ନା। ଦହିବରା ସେମାନେ ଗୋଟିଏ ସୋର୍ସ ହେଉଛି ଇନଫେକ୍ସନ୍। ଗୋଟେ ଦହିବରା କିଏ ଦେଇଛି ସେ ଯେତେ ଜଣ ଖାଇଛନ୍ତି ସମସ୍ତେ ଏଭ୍ରିବଡି ଇଜ୍ ଆଫେକ୍ଟେଡ୍। ସମସ୍ତେ ହେଇଛନ୍ତି ଯେତେ ଲୋକ ଖାଇଛନ୍ତି। ଭଲ ଅଛି ଏବେ ଯିଏ ଅଛନ୍ତି ତ ସବୁ ମାନେ ତାଙ୍କ ଷ୍ଟେବୁଲ୍ ଅଛନ୍ତି ଯେଉଁମାନେ ଆଡ଼ମିସନ୍ ହେଇଛନ୍ତି ଯାଇଛନ୍ତି। ଏବେ ସେମାନେ ସକାଳୁ 6 ଜଣ ଏବେ 6 ଜଣ 12 ଜଣ ରେଫର୍ ହେଇଛନ୍ତି ଆଉ ଆମେ ଦେଖୁଛୁ ଆସୁଛନ୍ତି କିଏ ଦେଖୁଛୁ ଏବେ ବସିକି। जहाँ मुझे खबर पाइली काली समस्त जो मैंने एफेक्टेड होती मेडिकल अफिसर सहित भी कथा होती सोर्स गोटे कमन सोर्स अच्छी दहीबरा जो जो खाई समस्त एफेक्टेड अच्छा बर्तमान कंडीशन स्टेबल अच्छी समस्त पेसेंट मानकर जहाँ मुझे मेडिकल अफिसर कथा होती 15 जन अलरेडी रेफर हो सारे। बर्तमान जो केस गुड़ा आम पठार व्यवस्था करुचु। आमर मेडिकल टीम पाटपुरे आउ स्क्रीनिंग जारी रखिछन जदि आउ कि भी आमर केसेस बाहर आम निहाती भाव हॉस्पिटल आने व्यवस्था करूँ। आमर स्टाफ अच्छे आडुल स्टाफ आम पठेचु इनकेस जदि सोर्स किसी दरकार डिसइनफेक्शन से आम जारी रखिचु। डीएचएस सरपंच अच्छा से भी कोर्डिनेट कर तो भाव सिचुएसन अब स्टेबल अच्छी आम नजर रखीचु सिचुएसन उपर जहाँ दरकार पड़े आम मु मैडम सहित डिस्कसन करी। मैडम कहले फूड पॉइजनिंग होती किसी गोटे इनफेक्शन रही से फूड पॉइजनिंग होती मोस्टली झाड़ार केस ना कि वोमिटिंग आउ पेन एब्डोमिनल पेन यही सब सिम्पटम्स आसी किंतु प्राय समय स्टेबल अच्छे किसी एमती सीरियस केस ना जहाँ मत मेडिकल अफिसर रिपोर्ट।